ଆଲେ ଆପା ହଁ ଜାଣିଛି କଣ ନ ହେଇଛି ସେ କଥା ପଚାର। ଆରେ ଏମିତି କଣ ହେଇଛି ଯେ ପୁଣି କହୁଛ ନା ଜାଣିଛ ଏ ବୋଉଲ ଆଜି ନାଇଁ କି କାଲି ନାହିଁ ହଠାତ୍ ଆମ ସବରପଲ୍ଲୀରେ ନା ଜଣେ ଯୁବକଟେ ଆସି ଶୟନ କରିଛି। କଣ କହିଲ ଏଇ ଆମ ସବରପଲ୍ଲୀକୁ ପୁଣି ଜଣେ ଯୁବକ ଆସିଛନ୍ତି? ହଁ ଏ ତମେ ମିଛ କହୁଛ ନା? ଜମା ନୁହଁ। ହଁ ହଁ ମୁଁ ଜାଣେ ତୁମେ ପ୍ରତିଦିନ ଯେପରି ମୋତେ ଥଟ୍ଟା କର ଆଜି ମଧ୍ୟ ଥଟ୍ଟା କରୁଛ। ସେଦିନକୁ ତ ଅଲଗା ଥିଲା ଓ ଆଜି କଥା ପୁରାପୁରି ଅଲଗା। ଏ ସଙ୍ଗତ ଆମ କଥାକୁ ଯଦି ସତ ଭାବୁନ ନିଜେ ଚାଲ ସେ ଯୁବକକୁ ଦେଖିକି ଆସିବା। ଠିକ ଅଛି ଲୋ ଏ କଥା ଯଦି ସତ କହୁଛ ତାହେଲେ ଚାଲ ମତେ ଦେଖିବ ସେ କୋଉଠି ଅଛନ୍ତି। ଚାଲ ଚାଲ ଶୀଘ୍ର ଯିବା। ଚାଲ ଚାଲ। तमें मन किए आ कौन पे मत इधर उठे देलो अरे ए हां प्रथमे कुह तमे की हाइले मुझे हेठा लगा तम मन को कौन पे कहबी तमे को हम मत कौन पे इधर उठे। अच्छा हां आमे मन की हां ए कौन हला जानी ना कौन आमे छुआ बेलु एनिकी जाइछु हाँ। हेले सबरपल्ली रो अच्छा कण मके चिनि पारु ना नाइ तो जमानु हां जमाना मुझ तो आज प्रथम थर तुम पे देखुची जानी छ कौन ए बीरा हां जानी जानी अजणा होनी अरे कामी केमिति जानी ए कौन हला मु ठीक जानी छी मा हां तमरा से पुरुष जाति को कौन जानी छ जानी छी हां जोटी सुंदर सुंदर झिया मन थांती ना अच्छा ए पुआ गुडा का बहाना खोजी पसी आसंती हेले एठी सुंदरी झियो की तम आखि कण फुटी जाईची नाइ तो मते देखा जाउनी तम आखि फुटी जाईची बोदे नाइ तो सेई तो देखा जाउनी तुम निजकु कहछ नाइ लो मु तमको देखबा को आसनी आलो ए मु तो ए रास्ता दे चली जाउथि हठात मते टिके क्लांत लग पड़िबारु सेई फूल वृक्ष मन तले किछ पाए विश्राम नै गली हैला तो मते कोन पे निधर उठले सेई कथा को विश्राम करूछ हां ना जानी जानी कि हमर अपेक्षा करूथिला आलो ए मो पुणी तुम कोन पे अपेक्षा करबी मते तो सेमिति लागुची नाइ नाइ सेमिति न कोन पे उठेलो कुह ए कोन तमको एति पई उठेची जे अच्छा तमे जणे अछि ना पुरुष मानिसा हां ए कोन तम परिचय पाइबा पई तमको निदर उठेची मा कोन कहिलो मो परिचय आलो ए तम पुणी मो परिचय आलो निज चेहरा के कबे आईनार देखिछ ना ना सेठी पाई तो परिचय में बजाइछ जमार दे परबिनी तबनी जमार ए कोन भाभी की को आर कहली पर दे परबिनी सत्य सत्य मु किंतु आईनाटा नै के आसी अच्छा आईनाटा देखै दउ देखौ न ए मा देखिबा अरे हां एठी अरे आईनार देखिबार एठी कोन अछि ए कोन समस्ते पर अछन तो सेठी कोन होई गला लाजा अरे आईनाटा तो देखि नेबिनी देखिबा हां जाउची देखा दिबा चलो अरे आस अरे अपा हालो देखि पारिलणी ए तमको कहूची सेपटे अनुच काहे ମୁଁ ବା କଣ ଦେଖୁଛି ତମେ ଯାହା ପଚାରୁଛ ନା ସେ ତ ତାଙ୍କ ପରିଚୟ ଦେଉନାହାନ୍ତି। ନା ନା ଜମାରୁ ଦେଉନାହାନ୍ତି ଏ ଆପଣ
ए बीरंक नाक पर नुह देह सारा म ए रागटा फुटिकी अच्छी नाई कि ए विदेशी बाबू अच्छी ना नाई तो ए अपना देखिला रागटा कमी जाइछ बोल सेमिति कहउचंती से ए आमे सिना अच्छु बोली सी लाज करूछंती आमे चली गले ना तंग परिचयटा निश्चय दब काको बाला बोझे तमको दब मते मागी देखु ना ମୁଁ ଯଦି ତାଙ୍କ ପରିଚୟ ମାଗେ ତାଙ୍କ ପରିଚୟ ଦେଇଦେବେ ନା निश्चय थरे मागी की तो देख ଠିକ ଅଛି ଲୋ ମୁଁ ତାଙ୍କ ପରିଚୟ ମାଗି ଦେଖେ हेले अपा ହଁ ଆମକୁ ଯିବାକୁ ପଡ଼ିବ ତମେ କୁଆଡେ ଯିବ ମୁଁ ସେ ବରଗଛ ତଳେ ଅପେକ୍ଷା କରିବୁ ଠିକ ଅଛି ଲୋ ତୁମେ ସେଇଠି ଅପେକ୍ଷା କରିଥାଅ ମୁଁ ତାଙ୍କ ପରିଚୟ ମାଗିକି ଆସୁଛି ଏ ସାଙ୍ଗ ମୋ ପାଖକୁ ଆସୁନ କଣ କହେ କିଛି କହିବାର ଅଛି ପରା କଣ କହିବ ଆସ କଣ ହେଲା ତାହେଲେ ଶୁଣ क्यों न घर की नहीं जा बिली मांसू खुद बुझा मुठी नहीं खा बिली मांसू ସମସ୍ତେ ତ ଚାଲିଗଲି ତମେ ଆଉ ଏଠି କ'ଣ କରୁଛ ତମ ପରିଚୟ ଜାଣିବା ପାଇଁ ଏଇଠି ମୁଁ ରହିଯାଇଛି ମୋ ପରିଚୟ ଆଲୋ ମୁଁ ମୋ ପରିଚୟଟା କାହାରିକୁ ଦିଏନି ମ କାହିଁକି କାହିଁକି ନା ମୁଁ ଏକ ଗୁପ୍ତ କାର୍ଯ୍ୟରେ ବାହାରି ପଡ଼ିଛି ଆଉ ତେଣୁକରି ମୁଁ ମୋ ପରିଚୟଟିକୁ ମଧ୍ୟ ଗୁପ୍ତ ଭାବରେ କିଛି ବୁଝିପାରିଲି ଆଚ୍ଛା ଗୋଟିଏ କଥା କଣ କହିଲେ ତମେ କ'ଣ ତମ ସଖୀ ସହଚାରୀମାନଙ୍କୁ ଟିକିଏ ମଧ୍ୟ ଶିଷ୍ଟାଚାର କିମ୍ବା ଭଦ୍ରତା ଶିଖେଇନ ଏମିତି ଜଣେ ଅଜଣା ପୁରୁଷକୁ କିଏ ଠେଲି ଦେଉଛି କିଏ ଠେଲି ଦେଉଛି ଯେ ଏ ହଁ ତମ ପରି ସୁନ୍ଦର ଯୁବକ କେବେ ଆମେ ଦେଖିନଥିଲୁ ଆଚ୍ଛା ସେଥିପାଇଁ ତମ ସାକ୍ଷୀ ମାନେ ତୁମକୁ ଏମିତି କିଏ ଠେଲି ଦେଉଛି ଆଚ୍ଛା ସେଥିପାଇଁ ତ ଏମିତି ବାୟାଣିକ ଭଳିଆ ହେଉଛନ୍ତି ଆଉ ହେଲା ହେଲେ ଯେତେବେଳେ ତ ନିଦରୁ ଉଠି ସାରିଲଣି ଏଥର ଏଇଟା କୁହ କଣ ତମେ କିଏ ଆଉ ତମେ ଏଠି କ'ଣ କରୁଛ ମାନେ ତମର ସମ୍ପୂର୍ଣ୍ଣ ପରିଚୟଟା କ'ଣ ମୋ ପରିଚୟ ହଁ ନା ରେ ବାବା ମୁଁ ମୋ ପରିଚୟ କହିପାରିବି କାହିଁକି କହିପାରିବନି କାହିଁକି ନା ଆଚ୍ଛା ମୋ ବାବା କହିଯାଇଛନ୍ତି ହଁ। ଅପରିଚିତ ମଣିଷକୁ ନିଜ ପରିଚୟ ଦେବା ଉଚିତ ନା ଆଚ୍ଛା ତମକୁ ତମ ବାପା କହିକି ଯାଇଛନ୍ତି ଅପରିଚିତ ମଣିଷକୁ ନିଜ ପରିଚୟ ଦେବା ଯାଉଛନ୍ତି ଆଉ ଅପରିଚିତ ମଣିଷକୁ ଶୋଇଥିବା ଅବସ୍ଥାରେ ନିଦରୁ ଉଠେଇବା ଏଇଟା ମଧ୍ୟ ନିଶ୍ଚୟ ତମକୁ ତମର ସେଇ ବାପା ଶିଖେଇଥିବେ ନାଇଁ ଯେ ନାଇଁ ଯେ ଆଲୋ ଏଇ ତମ ପରିଚୟଟା ଦେଇଦିଅ ମୁଁ ତମର କୌଣସି ପ୍ରକାର କ୍ଷତି କରିବିନି ହେଲା ଆରେ ମୁଁ ଯଦି ୟାଙ୍କୁ ମୋ ପରିଚୟ ଦେଇଦିଏ ତାହେଲେ ମୋ ମନରେ ଯୋଉ ଭାବନାର ସୃଷ୍ଟି ହେଉଛି ସେଇ ଭାବନାର ସତ୍ୟ ମତେ ଆରେ କ'ଣ ହେଲା ପରିଚୟଟା ଦବ ନା ନାଇଁ ମୋ ପରିଚୟ ଶୁଣିବା ହଁ ଏ କ'ଣ ଗୋଟେ ସୁନ୍ଦର ଫୁଲକୁ ଯଦି ଆଚ୍ଛା କଲା ଭ୍ରମଣରେ ସୀତା ପରିଚୟ ପଚାରେ ହଁ ତାର ସେଇ ଫୁଲ ବିଚାରିଟା କଣ କହିବା କ'ଣ କହିବ ନିଶ୍ଚୟ ସେ ଫୁଲଟା ଲାଜେଇ ଯାଇ ଝାଉଁଳି ପଡ଼ିବ ଲାଜେଇ ଯିବ ନା ହଁ ତ ମୁଁ ମଧ୍ୟ ସେଇ ଫୁଲ ପରେ ଲାଜେଇ ଯାଉଛି ମୋ ହଇଲେ ଏଇଟା ତ ମୁଁ ଜମାରୁ ବୁଝିପାରିଲିନି କ'ଣ ଏଠି ଫୁଲ କିଏ ଆଉ ଭ୍ରମର କିଏ ଏତିକି ବି ଜାଣିପାରୁନା ନାଇଁ ତ ସେଇ ଭ୍ରମରଟା ହେଉଛ ତମେ
ଆଉ ସେ ରାଜକୁନି ଫୁଲଟା ହେଉଛି ମୁଁ। ନାଇଁ 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 ହ୍ୟାଲୋ ତମେ କୌଣସି ପ୍ରକାର ଫୁଲ ନୁହ କିମ୍ବା ମୁଁ କୌଣସି ପ୍ରକାର ଭ୍ରମଣ ବୁଝିପାରିଲ ସିଧା ସଡ଼କ ଭାବରେ ନିଜ ପରିଚୟଟା ଦିଅ ନଚେତ ମୋଠୁ ଚାଲି ଯାଉଛି ନା ନା ଯାଅନି ତାହେଲେ କହିଦେଉଛି ମୋ ପରିଚୟ। ଶୀଘ୍ର କୁହ ଏ ସତରେ କହିବାକୁ ଗଲେ ହଁ। ତମେ ଜଣେ ଦେଖିବା ଗୋଟିଏ ରାଜକୁମାର ପରେ ଦେଖାଯାଉଛି। ଆରେ ହଁ ହଁ ମୁଁ ଜଣେ ରାଜକୁମାର ହେଲା ଏଥର ତମ ପରିଚୟ ମୋ ପରିଚୟ ହଁ ତାହେଲେ ଶୁଣ ଯୁବକ। ହଁ ଓ ଫୁଲକୁ ଭ୍ରମଣ ମଗ ପରିଚୟ କଇକୁ ଜନ ପଚାରେ ତୁମେ କିଏ କୁହ ଫୁଲକୁ ଭ୍ରମଣ ମଗ ପରିଚୟ କଇକୁ ଜନ ପଚାରେ ତୁମେ କିଏ କୁହ ତୁମେ କଉ ରାଜା ରାଜା ପୁଅ ତୁମେ କଉ ରାଜା ରାଜା ପୁଅ ମୁଁ ସବର ଝିଆ ତମ ରାଖି ମର ମୁଁ ସବର ଝିଆ ତମ ରାଖି ମର ବୁଲିବାକୁ ଆସିଥିଲୁ ଏ ଉଦ୍ୟାନ ତୁମକୁ ଦେଖିଦେଲୁ ଏଇ କ୍ଷଣ ବୁଲିବାକୁ ଆସିଥିଲୁ ଏ ଉଦ୍ୟାନ ତୁମକୁ ଦେଖିଦେଲୁ ଏଇ କ୍ଷଣ ଶବର ରାଜା ଅଟନ୍ତି ପୂଜ ପିତା ମୋର ଶବର ରାଜା ଅଟନ୍ତି ପୂଜ ପିତା ମୋର ରହିତରେ ଥାଏ ବିଷୟ ରହିତରେ ଥାଏ ବିଷୟ ମୁଁ ସବର ଝିଆ ତମ ରାଖି ମୋର ଆଚ୍ଛା ସବର ଝିଆ ତମ ରାଖି ମୋର ଆଉ ତାପରେ ଆରେ ତାପରେ ହ୍ୟାଲୋ କ'ଣ ପାଇଁ ଏମିତି ଅନମସ୍କା ଯାଉଛ ଆଚ୍ଛା ତାହେଲେ ତମେ ହଉଛ ଜଣେ ସବର ଜାତିର ଝିଅ ଆଉ ତମ ନାମଟା ହେଉଛି ରାକ୍ଷୀ ମୋ ନାଁ ଯେ ରାକ୍ଷୀ। ଆଚ୍ଛା ହେଲେ ସତ କଥାଟି କହିବି ରାକ୍ଷୀ କହୁନା। ସତ କହିବା କହିଲା ତମେ ଜଣେ ସବର କୁଲରେ ଜନ୍ମ ହେଇକି ମଧ୍ୟ ଦେଖିବାରେ କୌଣସି ରାଜକୁମାର ନୁହଁ। ସତରେ ରାକ୍ଷୀ ତମ ନାମଟା ଯେମିତି ରାକ୍ଷୀ ନା ସେମିତିରେ ତମେ ଦେଖିବାରେ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛି ଏମା ଏ କଥା ତମେ କହୁଛ ମୁଁ ଦେଖିବାକୁ ବହୁତ ସୁନ୍ଦର। ଆରେ ହଁ ଏ କଥା ମୁଁ କହୁଛି ହେଲେ ଶୁଣ ଆଜି ତ ମୁଁ ମୋ ପରିଚୟଟା ଦେଇପାରିବିନି କାରଣ ମୋର ଗନ୍ତବ୍ୟ ପଥ ହେଉଛି ଅଲଗା ଆଉ ମୋତେ ବହୁତ ପଥ ଅତିକ୍ରମ କରିବାର ଅଛି ତେଣୁକରି ବର୍ତ୍ତମାନ ମୁଁ ଏଠି ଚାଲି ଯାଉଛି ଆଉ ଯଦି ଜୀବନରେ ଦ୍ୱିତୀୟ ଥର ପାଇଁ ସାକ୍ଷାତ ହୁଏ ତାହେଲେ ନିଶ୍ଚୟ ଶୂନ୍ୟ ମୁଁ ମଧ୍ୟ ତମକୁ ମୋ ପରିଚୟଟା ଦେଇଦେବି ହେଲା କ'ଣ କହିଲ ଏଇ ଖଣି ଚାଲିଯିବ ହଁ ହେଲେ ଆହୁରି କିଛି ସମୟ ଛିଡ଼ା ହେଇଯାଉନ ଆହୁରି କିଛି ସମୟ ଆଲୋ ଏ ରାକ୍ଷୀ ଆହୁରି କିଛି ସମୟ ରହିବ ଏଠି ମୁଁ କଣଟା କରିବି କାହିଁକି ନା ତମକୁ ଗୋଟେ ଜରୁରୀ କଥାଟା କହିବାର ଥିଲା ମୁଁ କ'ଣ କହିଲ ତମେ ପୁଣି ମୋତେ ଜରୁରୀ କଥା ହଁ ଆଲୋ ଏ ଲାଗୁଛି ପ୍ରଥମ ଦେଖାରୁ
ସବୁ ଜରୁରୀ କଥାଟା ଏକା ଥରକୁ କହିବି ହଉ ହେଲା ତମକୁ କେଇଟା ସମୟ ଦେଲି ଅଳ୍ପ କ୍ଷଣ ମଧ୍ୟ ତମ ସେ ଜରୁରୀ କଥାଟା ମୋ ଆଗରେ କହିଦେବି ନଚେତ୍ ମୁଁ ଏଠି ଚାଲିଯିବି ମୁଁ ଝିଅ ପିଲାଟା ପ୍ରଥମେ କେମିତି କହିବି ସେ ଯଦି ପ୍ରଥମେ କୁହନ୍ତେ ତାହେଲେ ଭଲ ଆରେ! କଣ କହିବା ପରା ଶୀଘ୍ର କଣ ପାଇଁ ଏତେ ଗୋଟିଏ କଥା ଦେଇ ଚାଲିଛ କହିଦେବି କହିଦିଅ କିନ୍ତୁ ମୋ କଥା ଶୁଣିକି ତମେ ରାଗିବନି ତ ମୁଁ ପୁଣି କଣ ପାଇଁ ରାଗିବି ଜମା ରାଗିବିନି ହେଲା ସତରେ ରାଗିବନି ଏ ହଁ ସତ କଣ ସତ କଥାଟା କହିବାକୁ ଗଲେ ଆରେ କହିବାକୁ ଗଲେ ମୁଁ ନା ହଁ ତ ହଇଲେ ତମେ ପୁଣି ମତେ ଆରେ ଆଗକୁ ପଛକୁ କିଛି ଅଛି ନା ଏତିକିରେ ଶେଷ ଆହୁରି ପୁଣି ଅଛି ଯେ ତାହେଲେ ଶୀଘ୍ର କୁହ ସତ କଥା କହିବାକୁ ଗଲେ ନା ହଁ ମୁଁ ନା ତମେ ତମକୁ ହଁ ମତେ ମା, ଆରେ କଣ ପାଇଁ ତମେ ମତେ ହଉଛ କଣ କହିବ କୁହ ସତରେ ରାଗିବନି ତ କହିଲି ପରେ ଜମା ରାଗିନି କିନ୍ତୁ ଡେରି କରିବା ନିଶ୍ଚୟ ରାଗିବି ସତ କହିବାକୁ ଗଲେ ହଁ ମୁଁ ନା ହଁ ତମକୁ ମନେ ମନେ ଭଲ ପାଇ ସାରିଛି कौन कहल तमें पुणी मत मैंने मैंने भल पैसा हेलो दरकार ले तुम पर छो मान से भाड़ा प्रेम को है मो प्रेम को भल प्रेम आउ नुहे तो कौन प्रथम देखा तुमको मु भल पाई सारी अच्छा मो प्रेम भल प्रेम न राखी शुण तमें जेबते भल पाइले मत मु तुमको भल पाई पारिबिनी आउ तमें मध्य तमर मिछ प्रेम जाल मत फसई पारे सत कहूँ मो प्रेम मिछ प्रेम न ये कहला मिछ प्रेम कहूँ मो मन कहूँ तुमको भलर भलर कही दूची दयाकर उठी चली जाओ नचेत किसी भल हेनी ना जमार उठी जीवनी ना केमिति जीवनी मु देखी नेबिनी देखु ना अरे ए राखी